ସମୟ ସହିତ କ'ଣ ସବୁକିଛି ବଦଳିଯାଏ? ନିଜର ପିଲାଳିଆମି ବି? ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ ଆଣ୍ଡ ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ମିନି ବ୍ଲଗ୍। ତ ଆଜି ହେଉଛି କି ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି। ଆଉ ଶାଶୁଘରେ ଏଇଟା ଥିଲା ମୋର ପ୍ରଥମ ପଣା ସଂକ୍ରାନ୍ତି, ସେଥିପାଇଁ ତ ମୁଁ ବହୁତ ହି ଖୁସି ଥିଲି। କିନ୍ତୁ ଟିକେ ତ ଦୁଃଖର କଥା କି ଯେ ବଂଶ ଅଶୁଦ୍ଧି ଯୋଗୁଁ ଶାଶୁଘରେ ଆଜି ଆମର ପଣା ପୂଜା ହେଇପାରିବନି। ଆଉ ଗାଁରେ ଯେହେତୁ ମେରୁ ଯାତ୍ରା, ତ ଚାରିଆଡ଼ୁ କୁଣିଆ ମୈତ୍ର ଆସିବାର ଥିଲା। ସେଥିପାଇଁ ମାନସୀକୁ ମୁଁ କିଚେନ୍କୁ ନେଇକି ଦୁଇ ଜଣ ଯାକ ମିଶିକି ଆମର ରୋଷେଇ କାମ ପୁରା ସାରିଦେଲୁ। ଆଉ ମାନସୀକୁ ମୁଁ କିଚେନ୍କୁ ଡାକିବାରୁ ସେ କହୁଛି ତୁ ଶାଶୁଘରୁ ଆସି ତୁ ମୋତେ ଚର୍ଚ୍ଚା କରିବା ଦରକାର ନା, ମୋତେ ନେଇକି ତୁ କାମ କରାଉଛୁ। ତ ଏମିତି ଥଟ୍ଟା ମଜା ଭିତରେ ଆମର ତ ରୋଷେଇ କାମ ସରିଗଲା। ପଣା ସଂକ୍ରାନ୍ତି ଦିନ ଆମର ନିୟମ ଥାଏ କି ଯେ ଘର ଇଷ୍ଟଙ୍କଠାରେ ଆମ୍ବ ପୂଜା କରାଯାଏ। ତା ପୂର୍ବରୁ ତ ନହେଲେ ଆମେ ଆମ୍ବ ଜମା ବି ଖାଇପାରୁନା। ପୂଜା ହେଲେ ହିଁ ଆମ ଘରକୁ ଆମ୍ବ ଆସିଥାଏ। କିନ୍ତୁ ଏ ଜିନିଷଟା ହେଇପାରିଲାନି। କିନ୍ତୁ ନିୟମ ଅନୁଯାୟୀ ଆମକୁ ପଣା କରିବାକୁ ପଡ଼ିଥିଲା। ତାପରେ ମାନସୀ ଯେହେତୁ ରେଡ଼ି ହେଇନଥିଲା, ମାନସୀ ଆମ ଉପରକୁ ଆସିଲୁ ହେରି। ତାପରେ ଟିକେ ରେଡ଼ି ହେଇଗଲୁ। ତାପରେ ମାଆଙ୍କର ଗ୍ରାମ ପରିକ୍ରମଣ ସମୟ ଆସିଥିଲା ହେରି। ଆଉ ଏଇ ଦିନଟାକୁ ଦେଖିବା ପାଇଁ ନା ପୁଣି ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ମାଆଙ୍କୁ ଦେଖି ତ ସତରେ ଭାରି ଖୁସି ଲାଗିଲା। ଆଉ ସେତିକି ଦୁଃଖ ବି ଲାଗୁଥାଏ ଯେ ମାଆ ଆଜିଠାରୁ ପୁଣି ଆଉଥରେ ବର୍ଷେ ପରେ ହିଁ ଦେଖାଦେବେ। ତ ମେରୁ ମାନେ ତ କେବଳ ଗୋଟେ ରିଚୁଆଲ୍ ନୁହଁ, ଏତିକି ତ ଜାଣିଲି ନା, କାରଣ ସବୁ ବନ୍ଧୁବର୍ଗ ଏଇ ମେରୁ ଯାତ୍ରା ହିଁ ଘରକୁ ଆସନ୍ତି। ତ ମାଆଙ୍କ ଦର୍ଶନ ସାରିକି ଆମେ ବସି ପଡ଼ିଲୁ ଲଞ୍ଚରେ। ଆଉ ଲଞ୍ଚରେ ଆଜି ମୁଁ ବହୁତ ସାରା ଜିନିଷ ବନେଇଥିଲି। ଆଉ ତାପରେ ମାନସୀକୁ ନେଇକି ଖାଇବାକୁ ଦେଲି। ଆଉ ଖାଇବା ଖାଇକି ଯେତେବେଳେ ନା ଆହା ପଦଟି ଟିକେ ଶୁଣେ ନା, ସେତେବେଳେ ମନକୁ ତ ଶାନ୍ତି ମିଳେ। ତାପରେ ନଣନ୍ଦ ଯାଇଥିଲେ ଯାତ୍ରା ବୁଲିବା ପାଇଁ। ସେ କ'ଣ ନେଇକି ଆସିଛନ୍ତି ଦେଖନ୍ତୁ, ଏ ବେଲୁନ୍ ନେଇକି ଆସିଥିଲେ, ଯାହାକୁ ଦେଖି ଆମର ପିଲାଦିନ ମନେ ପଡ଼ିଯାଏ। ତ ସବୁବେଳେ ଆମ ଭିତରେ ପିଲାଳିଆମିଟା ରହିବା ନିହାତି ଦରକାର। କେଉଁଠି ନା କେଉଁଠି ଆମ ପିଲାଳିଆମି ବି ଆମକୁ ବହୁତ ଖୁସି ଦେଇଥାଏ।